ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ, ଆପଣ କେବେ ଜାଣିଛନ୍ତି କି ଯେଉଁ ଠାକୁର ସାରା ବ୍ରହ୍ମାଣ୍ଡର ରଚୟିତା ସାମାନ୍ୟ ଶୀତ କଣ ତାଙ୍କୁ ବାଧିପାରେ? କିନ୍ତୁ ଶାସ୍ତ୍ର କୁହେ ଭକ୍ତର ଭାବରେ ବନ୍ଧା ଆମ କାଳିଆ ଠାକୁର। ଆମକୁ ଯେମିତି ଶୀତ କାଳରେ ବାଧେ, ମହାପ୍ରଭୁଙ୍କୁ ମଧ୍ୟ ସେମିତି ଶୀତ ହୁଏ। ଆଉ ସେଥିପାଇଁ ସେ ପିନ୍ଧନ୍ତି ମୋଟା ମଖମଳର ଚାଦର ବା ଘୋଡ଼। ଆଜିର ଭିଡ଼ିଓରେ ଆମେ ଜାଣିବା ପବିତ୍ର ଓଢ଼ଣ ଷଷ୍ଠୀ ବିଷୟରେ, ଯେଉଁଦିନ ଠାରୁ ମହାପ୍ରଭୁଙ୍କର ଶୀତ ଋତୁ ଆରମ୍ଭ ହୁଏ। ଯଦି ଆପଣ ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଆସିଛନ୍ତି, ତେବେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ଚାଲନ୍ତୁ ଆଜି ଆରମ୍ଭ କରିବା ଆଜିର ଅଧ୍ୟାୟ। ଓଡ଼ିଆ ପାଞ୍ଜି ଅନୁସାରେ ମାର୍ଗଶୀର ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିକୁ ଓଢ଼ଣ ଷଷ୍ଠୀ ବୋଲି କୁହାଯାଏ। ପରମ୍ପରା ଅନୁଯାୟୀ ଏହି ଦିନଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଶୀତନୀତି ଆରମ୍ଭ ହୋଇଥାଏ। ଅର୍ଥାତ୍ ଏହି ଦିନଠାରୁ ଠାକୁରମାନେ ଶୀତବସ୍ତ୍ର ବା ଘୋଡ଼ ପରିଧାନ କରିଥାନ୍ତି। ଏହି ନୀତି ଓଢ଼ଣ ଷଷ୍ଠୀ ଠାରୁ ଆରମ୍ଭ ହୁଏ ଓ ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ଅର୍ଥାତ୍ ବସନ୍ତ ପଞ୍ଚମୀ ସରସ୍ୱତୀ ପୂଜା ପର୍ଯ୍ୟନ୍ତ ଚାଲିଥାଏ। ଏହି ଦିନ ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଦିବ୍ୟ ବସ୍ତ୍ର ପରିଧାନ କରିଥାନ୍ତି। ଏହାକୁ ଘୋଡ଼ ଲାଗି ବେଶ କୁହାଯାଏ। ବିଶେଷ କରି ଏହି ଦିନ ଠାକୁରମାନଙ୍କୁ ଯେଉଁ ବସ୍ତ୍ର ପରିଧାନ କରାଯାଏ ନା, ତାହା ମୋଟା ବସ୍ତ୍ର ମାନେ ସୂତା କିମ୍ବା ପାଟ ମାନେ ମଖମଲ କପଡ଼ାରେ ତିଆରି ହୋଇଥାଏ। ଶାସ୍ତ୍ର ଅନୁସାରେ ଏହି ବସ୍ତ୍ରଗୁଡ଼ିକ ସାମାନ୍ୟ ମୋଡ଼ ପକାଯାଇଥାଏ, କାରଣ ଶୀତକୁ ବହୁ ଶୀତ ଲାଗେ ଠାକୁରଙ୍କୁ। ସେଥିପାଇଁ ସେ ଶୀତରୁ ରକ୍ଷା ପାଇବା ପାଇଁ ଏହି ମୋଡ଼ ଦିଆଯାଇଥାଏ ବସ୍ତ୍ରମାନଙ୍କରେ। ରତ୍ନସିଂହାସନରେ ବସିଥିବା ତିନି ଠାକୁରଙ୍କର ମସ୍ତକରୁ ପାଦ ଯାଏ ଘୋଡ଼ି ହୋଇ ରହିଥାନ୍ତି। କେବଳ ତାଙ୍କ ମୁଖମଣ୍ଡଳ ଏବଂ ହସ୍ତ ଖୋଲା ରହିଥାଏ। କାରଣ କ'ଣ ଜାଣିଛନ୍ତି? ଠାକୁରଙ୍କର ମୁହଁ ବନ୍ଦ ହୋଇଗଲେ ଆମେ ତାଙ୍କୁ ଦେଖିବା କେମିତି? ସେ ତାଙ୍କ ଚକାଚକା ଆଖିରେ ଆମକୁ ଦେଖିବେ କେମିତି? ଆଉ ହାତ ଆମକୁ ଆଶୀର୍ବାଦ କରିବା ପାଇଁ ସବୁବେଳେ ଠାକୁରଙ୍କର ହାତ ଉନ୍ମୁକ୍ତ ଥାଏ। ସେଥିପାଇଁ ତାଙ୍କ ହାତ ଆଉ ମୁଖକୁ ଘୋଡ଼ାଯାଏ ନାହିଁ। ଆମକୁ ଯେମିତି ଘୋଡ଼େଇ ହେଲେ ମୁହଁ ଅଣନିଶ୍ୱାସୀ ଲାଗେ ନା, ଠାକୁରଙ୍କୁ ମଧ୍ୟ ସେମିତି ଅଣନିଶ୍ୱାସୀ ଲାଗେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଓଢ଼ଣ ଷଷ୍ଠୀ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ମହାପ୍ରଭୁ ସପ୍ତାହରେ 7 ଦିନରେ 7 ପ୍ରକାର ରଙ୍ଗ ଘୋଡ଼ି ହେଇଥାନ୍ତି। ଯେମିତିକି ରବିବାର ଦିନ ନାଲି ରଙ୍ଗ, ଆଉ ସୋମବାର ଦିନ ଧଳା ଛିଟା କି କଳା ଟିକେ ଟିକେ ଥିବ ସେହି ବସ୍ତ୍ର, ଆଉ ମଙ୍ଗଳବାରରେ ବାରମିଶା ମାନେ 5 ପ୍ରକାର ରଙ୍ଗ ଥିବ କି 7 ପ୍ରକାର ରଙ୍ଗ ଥିବ, ସେମିତିଆ ବସ୍ତ୍ର ପିନ୍ଧନ୍ତି। ଆଉ ବୁଧବାର ନୀଳ ରଙ୍ଗର ବସ୍ତ୍ର, ଆଉ ଗୁରୁବାର ତ ସମସ୍ତେ ଜାଣିଛନ୍ତି ହଳଦିଆ ରଙ୍ଗ ମହାପ୍ରଭୁଙ୍କୁ ବହୁତ ପ୍ରିୟ, ଆଉ ଶୁକ୍ରବାର ଧଳା ରଙ୍ଗ ଏବଂ ଶନିବାରରେ କଳା ରଙ୍ଗର ଘୋଡ଼ି ଲାଗି ହୋଇଥାନ୍ତି। ଏହା ମହାପ୍ରଭୁଙ୍କର ମାନବୀୟ ଲୀଳାର ଅନନ୍ୟ ନିଦର୍ଶନ। ବନ୍ଧୁଗଣ, ଓଢ଼ଣ ଷଷ୍ଠୀ କେବଳ ଏକ ପରମ୍ପରା ନୁହେଁ, ଏହା ଭକ୍ତ ଏବଂ ଭଗବାନଙ୍କ ମଧ୍ୟରେ ଥିବା ଆତ୍ମୀୟତାର ପ୍ରତୀକ। ଭକ୍ତ ଆଉ ଭଗବାନଙ୍କର ମଧ୍ୟରେ ଥିବା ସମ୍ପର୍କ ନିବିଡ଼ ସମ୍ପର୍କ। ଏମିତି ଭଗବାନ ଯେ କେବଳ ପଥର ମୂର୍ତ୍ତି ନୁହନ୍ତି, ସେ ମଧ୍ୟ ଜୀବନ୍ତ ଏବଂ ତାଙ୍କର ମଧ୍ୟ ଋତୁ ଅନୁଭବ କରିବାର ଶକ୍ତି ରହିଛି। ଆମର ଯେମିତି ଋତୁ ଅନୁଭବ, ଆମକୁ ଯେମିତି ଶୀତ ଲାଗେ, ଗରମ ଲାଗେ, ସେମିତି ମହାପ୍ରଭୁଙ୍କୁ ମଧ୍ୟ ଶୀତ ଏବଂ ଗରମ ବି ଲାଗେ। ଆପଣମାନଙ୍କୁ ଆମର ଏହି ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଯଦି ଭଲ ଲାଗିଥାଏ ତେବେ ଲାଇକ୍ କରନ୍ତୁ ଏବଂ ଜୟ ଜଗନ୍ନାଥ ଲେଖିକି ସେୟାର କରନ୍ତୁ। ରହୁଛି ବନ୍ଧୁଗଣ, ଜୟ ଜଗନ୍ନାଥ। ସମସ୍ତଙ୍କର ମଙ୍ଗଳମୟ ହେଉ, ସମସ୍ତେ ସୁଖ ଶାନ୍ତିରେ ରହନ୍ତୁ। ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।